ପୁରୀ ହେଉଛି ଏକ ପ୍ରାଚୀନ ସହର ଯାହାର ପାଣି ପବନରେ ମିଶିଥାଏ ଭକ୍ତିର ସ୍ୱାଦ ଏବଂ ଯେଉଁଠି ସମୁଦ୍ର ଗାଇଥାଏ ସନ୍ଥମାନଙ୍କର ଭଜନ। ସେହି ଦିବ୍ୟ ସ୍ଥାନରେ ପ୍ରତିବର୍ଷ ହୁଏ ଏକ ଦିବ୍ୟ ନାଟକ ଯାହାର ନାମ ହେଉଛି ରଥଯାତ୍ରା। ରଥଯାତ୍ରା କେବଳ ଦେବତାଙ୍କ ଯାତ୍ରା ନୁହେଁ, ଏହା ହେଉଛି ଶ୍ରଦ୍ଧା, ଭକ୍ତି ଓ ମାନବତାର ଯାତ୍ରା। ଜଗନ୍ନାଥ ଅର୍ଥାତ୍ ବ୍ରହ୍ମାଣ୍ଡର ନାଥ ପୁରୀ ଶ୍ରୀମନ୍ଦିରରେ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ବାସ କରନ୍ତି। ଅତି ଅନ୍ୟଥା ତାଙ୍କର ପ୍ରତିମା ଜଗନ୍ନାଥ ହେଉଛନ୍ତି ସ୍ୱୟଂ କୃଷ୍ଣଙ୍କର ଆବିର୍ଭାବ। କେହି କୁହନ୍ତି ଜଗନ୍ନାଥଙ୍କ ପ୍ରତିମା ହେଉଛି ଓଡ଼ିଶାର ଜନଜାତି ଦେବତା, କିନ୍ତୁ ପ୍ରକୃତରେ ସେ ସମସ୍ତଙ୍କ ପାଇଁ, ସମସ୍ତ ଧର୍ମ ପାଇଁ ଏବଂ ସମସ୍ତ ଆତ୍ମା ପାଇଁ। ପ୍ରତିବର୍ଷ ତିଆରି ହୁଏ 3ଟି ରଥ ଯାହା କେବେ ପୁନଃ ବ୍ୟବହାର ନୁହେଁ। ନିର୍ଦ୍ଧାରିତ ନିମଗଛ ଦାରୁବ୍ରହ୍ମଠାରୁ ତିଆରି ହୋଇଥାଏ ଏହି 3 ରଥ। ନନ୍ଦିଘୋଷ ଜଗନ୍ନାଥଙ୍କ ପାଇଁ, ତାଳଧ୍ୱଜ ବଳଭଦ୍ରଙ୍କ ପାଇଁ ଏବଂ ଦର୍ପଦଳନ ସୁଭଦ୍ରାଙ୍କ ପାଇଁ। ଆଷାଢ଼ ମାସରେ ହୁଏ ଏହି ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନ। 108 କୁମ୍ଭର ପବିତ୍ର ଜଳ ସ୍ନାନ ପରେ ଦେବତାମାନେ ଅସୁସ୍ଥ ହୁଅନ୍ତି, ଯାହା ମହାପ୍ରଭୁଙ୍କର ଏକ ଦିବ୍ୟ ଲୀଳାର ଅଂଶବିଶେଷ। ସ୍ନାନଯାତ୍ରା ପରେ ଆସେ ନବଯୌବନ ଦର୍ଶନ, ଯେଉଁଠି ମହାପ୍ରଭୁ ନୂଆ ରୂପରେ ଦେଖା ଦିଅନ୍ତି। ରଥଯାତ୍ରା ଦିନ ଶ୍ରୀମନ୍ଦିରର ଚତୁର୍ଦ୍ଦିଗ ଗଙ୍ଗାନଦୀ ପରି ଭକ୍ତମାନଙ୍କର ଭିଡ଼ ଲାଗିଥାଏ। ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ସମୟରେ ଦେଖାଯାଏ ଭକ୍ତିର ବ୍ୟାପକ ଦୃଶ୍ୟ। ଜଗନ୍ନାଥଙ୍କୁ ରଥ ଉପରେ ବହନ କରାଯାଏ ଗୀତ, ଢୋଲ ଓ ନୃତ୍ୟ ସହିତ। ଗଜପତି ରାଜା ନିଜେ ବସ୍ତ୍ର ପିନ୍ଧି ଝାଡ଼ୁ ହାତରେ ଧରନ୍ତି ଓ ଦେବତାଙ୍କର ରଥ ପରିଷ୍କାର କରନ୍ତି। ରଥଯାତ୍ରାର ଏହି ବିଶେଷ କାର୍ଯ୍ୟକଳାପ ସମାଜକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ପ୍ରଦାନ କରିଥାଏ ଯେ ଦେବତାଙ୍କ ସମ୍ମୁଖରେ ସମସ୍ତେ ହେଉଛନ୍ତି ସମାନ, ସେ ରାଜା ହୁଅନ୍ତୁ ଅଥବା ସାଧାରଣ ଜନତା। ଯେତେବେଳେ ମହାପ୍ରଭୁ ଜଗନ୍ନାଥ ତାଙ୍କ ସ୍ତ୍ରୀ ଲକ୍ଷ୍ମୀଙ୍କ ଅନୁମତି ବିନା ରଥରେ ଚଢ଼ି ଚାଲିଯାଆନ୍ତି, ସେତେବେଳେ ଲକ୍ଷ୍ମୀଙ୍କର ରୋଷ ଅଗ୍ନି ପରି ପ୍ରଜ୍ୱଳିତ ହୋଇଥାଏ। ହେରା ପଞ୍ଚମୀ ଦିନ ଦେବୀ ଦେଖିବାକୁ ଆସନ୍ତି ତାଙ୍କ ସ୍ୱାମୀଙ୍କୁ। ମହାପ୍ରଭୁ ଜଗନ୍ନାଥ 9 ଦିନ ଗୁଣ୍ଡିଚାରେ ରହିବା ପରେ ଫେରନ୍ତି ଶ୍ରୀମନ୍ଦିରକୁ। ଏହାକୁ ବାହୁଡ଼ା ଯାତ୍ରା କୁହନ୍ତି। ଏହା ପରେ ଆସେ ସୁନାବେଶ, ଯେଉଁଠି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ସୁନା ଅଳଙ୍କାର ଧାରଣ କରାଯାଇଥାଏ। ରଥଯାତ୍ରା କେବଳ ଏକ ଯାତ୍ରା ନୁହେଁ, ଏହା ହେଉଛି ଜୀବ ଓ ଜଗନ୍ନାଥଙ୍କ ମଧ୍ୟରେ ଜାଗୃତ ଏକ ଦିବ୍ୟ ବନ୍ଧନ। ଯେଉଁଥିରେ ରଥଗୁଡ଼ିକ କେବଳ ଏକ ଗାଡ଼ି ନୁହେଁ, ସେଗୁଡ଼ିକ ହେଉଛି ମୁକ୍ତିପଥର ଚକ, ଯାହା ମଣିଷକୁ ନେଇଯାଏ ଶୂନ୍ୟରୁ ଶ୍ରୀରୂପକୁ। ଦର୍ଶକ ବନ୍ଧୁ, ଶାନ୍ତିପଥର ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ରଥଯାତ୍ରା ବିଷୟରେ ସମ୍ୟକ ଆଲୋଚନା କରିବା। ଦର୍ଶକ ବନ୍ଧୁ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ପୌରାଣିକ ସମ୍ବନ୍ଧୀୟ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ।